ଜୟ ଜଗନ୍ନାଥ ପିଲାମାନେ ୟୁଟ୍ୟୁବ ଚ୍ୟାନେଲରେ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି 2025 ମେଟ୍ରିକ୍ ବୋର୍ଡ଼ ଏକ୍ଜାମର ଏକ୍ସପେକ୍ଟେଡ୍ ରେଜଲ୍ଟ ଡେଟ୍ କ'ଣ ରହିବ, ତା ସହିତ ବୋର୍ଡ଼ ତରଫରୁ ତୁମମାନଙ୍କର କେତେ ମାର୍କ ଆସିବ ଏବଂ ସ୍କୁଲ ତରଫରୁ ତୁମମାନଙ୍କର କେତେ ମାର୍କ ଲେଖାଏଁ ଆସିବ। ଏବଂ ପିଲାମାନେ ତୁମେ ସମସ୍ତେ ଜାଣ କି ସ୍କୁଲ ତରଫରୁ ଇଣ୍ଟରନାଲ ଆସେସମେଣ୍ଟ ଏକ ଏକ୍ଜାମ କଣ୍ଡକ୍ଟ କରାଯାଇଥିଲା ଏବଂ ତୁମେମାନେ ସମସ୍ତେ ସେ ଏକ୍ଜାମ ମଧ୍ୟ ଦେଇଥିବ। ତ ଯଦି ଦେଖିବା ଇଣ୍ଟରନାଲ ଆସେସମେଣ୍ଟରେ ତୁମମାନଙ୍କର ପିଲାମାନେ କ'ଣ ନା ଟୋଟାଲ ଯଦି ଦେଖିବା 6ଟି ସବଜେକ୍ଟ ଥିଲା ଏବଂ ଇଚ୍ ସବଜେକ୍ଟ ଯାହାକି ପ୍ରତି ବିଷୟରୁ ତୁମମାନଙ୍କର 20 ମାର୍କ ଲେଖାର ଏକ୍ଜାମ କଣ୍ଡକ୍ଟ ହେଇଥିଲା। ତେବେ ଯଦି ଆମେ ଦେଖିବା ତାହେଲେ ତୁମମାନଙ୍କର 6ଟି ସବଜେକ୍ଟ ଥିଲା ଏବଂ 6ଟି ସବଜେକ୍ଟକୁ ତୁମମାନଙ୍କର ସର୍ବମୋଟ 120 ମାର୍କ ଏକ୍ଜାମ ଦେଇଥିଲ। ତ ପିଲାମାନେ 120 ମାର୍କରୁ ତୁମମାନେ ଯେତିକି ମାର୍କ ସିକ୍ୟୁର କଲ ସେ ମାର୍କ ତୁମର ଫାଇନାଲ ଯେତେବେଳେ ରେଜଲ୍ଟ ଡିକ୍ଲେୟାର ହେବ ସେତେବେଳେ ଆଡ୍ ହେଇକି ଆସିବ। ତା ସହିତ ବିଏସସି ଅର୍ଥାତ୍ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ତୁମେମାନେ ସର୍ବମୋଟ 600 ମାର୍କର ଏକ୍ଜାମ ଦେଇଥିଲ। ଇଚ୍ ସବଜେକ୍ଟ ତୁମମାନଙ୍କର ଥିଲା 100 ମାର୍କ ଲେଖାଏଁ, ଯାହାକି 50 ହେଲା ତୁମମାନଙ୍କର 50 ମାର୍କ ଆସୁଥିଲା ଅବଜେକ୍ଟିଭ କ୍ୱେଶ୍ଚିନ୍ ଏବଂ 50 ମାର୍କ ତୁମର ଥିଲା ସବଜେକ୍ଟିଭ କ୍ୱେଶ୍ଚିନ୍। ତ ସେଠି 100ରୁ ଆଉଟ୍ ଅଫ୍ 100ରୁ ତୁମେ ଯେତିକି ମାର୍କ ସିକ୍ୟୁର କଲ ତାର 80% କାଲକୁଲେଟ୍ ହେବ ପିଲାମାନେ, ତାର 80% କାଲକୁଲେଟ୍ କରାଯିବ। ଦେନ୍ ଇଣ୍ଟରନାଲ ଆସେସମେଣ୍ଟରେ ତୁମେମାନେ ଯେତିକି ମାର୍କ ସିକ୍ୟୁର କଲ ତା ମାର୍କ ଆଡ୍ ହେବ, ଏମିତିରେ ତୁମର ଫାଇନାଲ ମାର୍କ ହିଁ ଆସିବ। ଫର ଏକ୍ଜାମ୍ପଲ ଏମ୍ଆଇଏଲ୍ରେ ତୁମେ ଫର ଏକ୍ଜାମ୍ପଲ ଆମେ ଯଦି ନେବା ଏମ୍ଆଇଏଲ୍ରେ ଇଣ୍ଟରନାଲ ଆସେସମେଣ୍ଟର ତୁମର ଏକ୍ଜାମ କଣ୍ଡକ୍ଟ ହେଇଥିଲା ସ୍କୁଲ ତରଫରୁ 20 ମାର୍କ ଏବଂ 20 ମାର୍କରୁ ମନେକର ତୁମେମାନେ 15 ମାର୍କ ଆଣିଛ। ଦେନ୍ ରହିଲା ବୋର୍ଡ଼ ତରଫରୁ ଯେଉଁ ଏମ୍ଆଇଏଲ୍ର 100 ମାର୍କ ଏକ୍ଜାମ କଣ୍ଡକ୍ଟ କରାଯାଇଥିଲା ସେଥିରୁ 80 ମାର୍କ ତୁମେ ଆଣିଛ। ତ ଏଠି 80 ମାର୍କ ନିଆଯିବନି, ୟାର ଏଇ 80 ମାର୍କର 80% ପିଲାମାନେ ନିଆଯିବ। ଯଦି ଆମେ ଦେଖିବା 80 ମାର୍କର 80% କେତେ ହେବ ନା 64 ମାର୍କ। ତ 64 ମାର୍କ ଏପଟେ ତୁମର ଇଣ୍ଟରନାଲ ଆସେସମେଣ୍ଟରୁ ଆଣିଥିଲ 15 ମାର୍କ। ତ 64 ଆଉ 15 ଯଦି ଦେଖିବା ତାହେଲେ ତୁମମାନଙ୍କର 79 ମାର୍କ ଏମ୍ଆଇଏଲ୍ରେ ତୁମେ ସିକ୍ୟୁର କଲ। ତ ଏଇଟା ହେଲା ପିଲାମାନେ ତୁମମାନଙ୍କର କ'ଣ ନା ଫାଇନାଲ ମାର୍କ। ତ ଏହିପରି ଭାବେ ତୁମର କାଲକୁଲେଟ୍ ହେଇକି ଯେତେବେଳେ ରେଜଲ୍ଟ ଡିକ୍ଲେୟାର ହେବ ସେତେବେଳେ ତୁମମାନେ ଦେଖିବାକୁ ପାଇବ। ତ ଇଏ ଥିଲା ପିଲାମାନେ ବୋର୍ଡ଼ ଏବଂ ତୁମର ସ୍କୁଲ ତରଫରୁ ମାର୍କ ଡିଷ୍ଟ୍ରିବ୍ୟୁସନ୍। ଦେନ୍ ଦେଖିବା ତୁମମାନଙ୍କର କି ଏକ୍ସପେକ୍ଟେଡ୍ ରେଜଲ୍ଟ ଡେଟ୍ କେବେ ରହିବ। ଯଦି ଆମେ ଦେଖିବା ପୂର୍ବ ବର୍ଷ ତ ପିଲାମାନେ ଏଠି ତୁମମାନେ ଦେଖିପାରୁଥିବ ଓଡ଼ିଶା 10th ଏକ୍ଜାମ 2024 ଡେଟ୍ ଯାହାକି ଫେବୃଆରୀ 20 ଠାରୁ ଆରମ୍ଭ ହୋଇକି ତୁମମାନଙ୍କର ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏବଂ ତାର ରେଜଲ୍ଟ କେବେ ଆସିଥିଲା ନା ଓଡ଼ିଶା 10th ରେଜଲ୍ଟ 2024 ଡେଟ୍ ଥିଲା ତୁମମାନଙ୍କର ପିଲାମାନେ 26 ମେ, ଯାହାକି 2024 ମସିହା କଥା ମୁଁ କହୁଛି ତୁମମାନଙ୍କୁ। ତେବେ ଆମେ ଏକ୍ସପେକ୍ଟ କରିବା କି ଲାଷ୍ଟ ୱିକ୍ ରହିବ, ମେ ମାସର ଶେଷ ସପ୍ତାହ ରହିପାରେ ତୁମର କ'ଣ ନା ରେଜଲ୍ଟ ଡେଟ୍। ତ ଇଏ ଥିଲା ପିଲାମାନେ ଆମେ ଏକ୍ସପେକ୍ଟ କରିବା, ଏମିତି ଆମେ କହିପାରିବାନି କି ଫାଇନାଲ ମେ ବି ଆଡଭାନ୍ସ ଆସିପାରେ, ମେ ବି ଡିଲେ ହେଇପାରେ, ସେମିତି କିଛି କହିହେବ ନାହିଁ। ତ ବି ଆମେ ଏକ୍ସପେକ୍ଟ କରିବା କି ମେ ଲାଷ୍ଟ ୱିକ୍ ସୁଦ୍ଧା ତୁମମାନଙ୍କର ରେଜଲ୍ଟ ଆସିଯିବାର ସମ୍ଭାବନା ବହୁତ ଅଛି। ତା ସହିତ ଓଡ଼ିଶା କ୍ଲାସ୍ 10 ରିଭାଲ୍ୟୁସନ୍ ଆପ୍ଲିକେସନ୍ ଷ୍ଟାର୍ଟ ହେଇଥିଲା ପିଲାମାନେ ତୁମର ଜୁନ୍ 2024ରେ ଏବଂ ଓଡ଼ିଶା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ରେଜଲ୍ଟ 2024 ଫର୍ ରିଭାଲ୍ୟୁସନ୍ର ଜୁଲାଇ 24ରେ ଦେଖିବାକୁ ମିଳିଥିଲା ଏବଂ ଖୁବ୍ ଶୀଘ୍ର ତୁମର ମୋର ରେଜଲ୍ଟ ଆସିଯିବାର ସମ୍ଭାବନା ବି ଅଛି। ମେ ବି ଆଡଭାନ୍ସ ଆସିପାରେ, କାରଣ ତୁମେମାନେ ପିଲାମାନେ ସମସ୍ତେ ଜାଣିଛ କି OMR ମାଧ୍ୟମରେ ତୁମର ଇଭାଲୁଏସନ୍ ରହୁଛି। ତ ଇଏ ଥିଲା ପିଲାମାନେ ତୁମ ପାଇଁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍। ଆଶା କରେ ନିଶ୍ଚିନ୍ତ ତୁମମାନଙ୍କୁ ହେଲ୍ପଫୁଲ୍ ହେଇଥିବ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିବ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ତୁମମାନଙ୍କ ସହିତ ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ଥ୍ୟାଙ୍କ ୟୁ।